ବର୍ତ୍ତମାନ ସମୟରେ ବୁର୍ଲା ଭୀମସାରରେ ଶିଶୁ ପୁତ୍ର ଉଦ୍ଧାର ହେଇଛି। ତେବେ ଯଦି ଦେଖିବା ଯୋଉ ମହିଳା ଜଣକ ଶିଶୁ ପୁତ୍ରକୁ ଚୋରି କରି ନେଇଯାଇଥିଲେ ବର୍ତ୍ତମାନ ସେ ଗିରଫ ବି ହେଇଛନ୍ତି। ଏଠୁ କଣ ଆପଣ କହିବେ ଯେ ଜଣେ ମା କୋଳରୁ ଆଉ ଗୋଟେ ସ୍ତ୍ରୀ ଲୋକ ନିଜ ତାର ଛୁଆକୁ ଛଡେଇ ନଉଛି, ଏଇଟା କଣ ସେ ଇମୋସନାଲ ହେଇଗଲେ ନା ତାଙ୍କର ଛୁଆ ନଥିଲା ବୋଲି ସେ ଅନ୍ୟ ଜଣେ ମା ର କୋଳରୁ ତାଙ୍କର ଶିଶୁ ପୁତ୍ରକୁ ଛଡେଇ ନେଇଗଲେ, କଣ କହିବେ? ଦେଖନ୍ତୁ ପ୍ରଥମ କଥା ଉଠୁଛି ଏଠି ଇମୋସନର କଥା ଉଠୁନି। ଆମର ଯଦି ଆମେ ଆମର ଆଇନଗତ ଦୃଷ୍ଟିରୁ ସାମ୍ବିଧାନିକ ଅଧିକାର ଦୃଷ୍ଟିରୁ ଦେଖିବା ତ ଚୋରି ଏକ ଧର୍ତ୍ତବ୍ୟ ଅପରାଧ ରୂପେ ଗଣନା କରାଯାଇଛି। ତେଣୁ ଶିଶୁ ଚୋରିଟା ଯେ ଆହୁରି ତାଠୁ ବି ଜଘନ୍ୟ ଅପରାଧ ଏଇଟା କୌଣସି ମତେ ଆମେ ସ୍ୱୀକାର ଇଏ କରିପାରିବା ନାହିଁ। ଚୁକ୍ତି ହବନି ଯେ ଏଇଟା ଗୋଟେ ଦୁଃଖର ବିଷୟ, ପରିତାପର ବିଷୟ। ଜଣେ ଏଇଭଳି ଭାବରେ କାମ କରୁଛି, ଆଉ ଏଭଳି ଭାବରେ ବି ନିଜ ମତାମତ ଦଉଛନ୍ତି ଯେ ମୋର ଛୁଆ ନଥିଲା ବୋଲିକି ମୁଁ ଚୋରି କରିନେଲି। କିନ୍ତୁ ପ୍ରକୃତରେ ବୁଝିବା ଦରକାର ମୋର ଯଦି ଛୁଆ ନାହିଁ, ମତେ ଯଦି ଅନ୍ୟମାନେ ଟାହି ଟପରା କରୁଛନ୍ତି ମତେ କୋଉ ରେଟରେ ବାଧୁଛି। ଯଦି ପ୍ରକୃତ ମା ମୁଁ ହେଇଥାନ୍ତି ନା ତେବେ ଆଉ ଗୋଟିଏ ମା କୋଳରୁ ଛୁଆକୁ କେବେ ଆଣିନଥାନ୍ତି। ଯାହାର ପ୍ରକୃତ ଜନ୍ମ କଲା ମା ଯିଏ ତାକୁ ବି ତ ସେଇ ଟାଇପର କଷ୍ଟ ହବ। ତେଣୁ ଆମର କୁହାଯାଏ ଯେ ଯାହା ନିଜକୁ ଭଲ ଲାଗୁନାହିଁ ସେପରି ବ୍ୟବହାର ଅନ୍ୟ ପ୍ରତି କର ନାହିଁ। ତେଣୁ ଏଠି ଏଇ ସ୍ତ୍ରୀଲୋକ ପ୍ରତି ଯେ ଯେତେ ବି ଦଣ୍ଡ ଦିଆଯିବ ତା କୌଣସି ମତେ କମ କଣ ଉଦ୍ଦେଶ୍ୟ ଥାଇପାରେ ସେ ମହିଳା ଜଣଙ୍କର? କାହିଁକି ଅନ୍ୟ ଜଣେ ମା କୋଳରୁ ତାର ଶିଶୁ ପୁତ୍ରକୁ ସେ ଚୋରି କରି ନେଇଗଲେ? ନା ଯଦି ମୁଁ କହିବା କଥା ଯଦି ତାଙ୍କର ପୁଅ ଝିଅ ନାହିଁ, ସନ୍ତାନ ଯାହା ତାଙ୍କ ଷ୍ଟେଟମେଣ୍ଟ କହୁଛି କି ସେ ତାଙ୍କର କେହି ସନ୍ତାନ ସନ୍ତତି ନଥିଲେ, ତେଣୁ ଅନ୍ୟମାନଙ୍କ ଟାହି ଚାପରାରୁ ବଞ୍ଚିବା ପାଇଁ କି ସେ ଏଭଳି ଷ୍ଟେପ ନେଇଛନ୍ତି। ତ ମୋ କହିବା କଥା ଏଠି ହଉଛି ଯେ ଯଦି ତମର ପିଲା ଛୁଆ ନାହିଁ, ଚୋରି କରିବାର ଆବଶ୍ୟକ ନାହିଁ। ଅନ୍ୟ କୌଣସି ଅନାଥ ଆଶ୍ରମ ତ ଆଡପ୍ଟ କରିପାରିଥାନ୍ତେ ନା ସେ ପିଲାଙ୍କୁ, ତାକୁ ଦେଇପାରିଥାନ୍ତେ। ତ ଚୋରି କରିବାର ଆବଶ୍ୟକତା କୋଉଠି ଅଛି? ଯଦି ନିଜକୁ ମା ବୋଲି ପରିଚୟ ଦେବା ପାଇଁକା ଯେ ଜଣଙ୍କର ଅନ୍ୟ ପିଲାକୁ ଚୋରି କରିବା ଏଇଟା ଠିକ କଥା ନୁହଁ। ତେବେ ଆପଣ ଏଇଟା କୋଉ ଦିଗ ପ୍ରତି ଇଙ୍ଗିତ କରୁଛନ୍ତି? ସେ ମହିଳା ଜଣଙ୍କର ଉଦ୍ଦେଶ୍ୟ କଣ ଥାଇପାରେ? ପ୍ରଥମ ଇଙ୍ଗିତ ଏଠି ଚାରି ପ୍ରକାର ଆମେ ନେଇପାରିବା। ପ୍ରଥମ ଇଙ୍ଗିତ ହଉଛି ଯେ ଆମର ମାନସିକତା କେତେ ତଳକୁ ଖସିଲାଣି, ଯେ ଅନ୍ୟ ଜଣଙ୍କର ଫିଲିଙ୍ଗସ ଟାକୁ ଆମେ ବୁଝିପାରୁନେ। ଦ୍ୱିତୀୟ କଥା ହଉଛି ନିଜର ସାଟିସ୍ଫାକ୍ସନ ପାଇଁକା ଆମେ ଅନ୍ୟକୁ ବି ଦୁଃଖ ଦେଇପାରୁଛେ। ତୃତୀୟ କରି ହଉଛି କରୁଛେ ଯେ ଯେତେ ବଡ ଅନ୍ୟାୟ, ଯେତେ ଆଇନଗତ ଦୃଷ୍ଟିରୁ ଦେଖିବାକୁ ଗଲେ ଯେତେ ବଡ ଅପରାଧ ହେଲେ ବି ଆମେ କରିବାକୁ ପଛଉ ନାହିଁ। ତେଣୁ ଆମେ ଚତୁର୍ଥ କଥା ହଉଛି ଯେ ଆଇନଗତ କାର୍ଯ୍ୟକଳାପରେ ଯୋଉ ଫାଙ୍କ ରହିଯାଉଛି ସେ ଫାଙ୍କରୁ ନିଜକୁ ବଞ୍ଚେଇ ହେଇଯାଉଛି, ବା ଯୋଉମାନେ ଦୋଷୀ ଦଣ୍ଡ ପାଇବା ଯୋଗ୍ୟ ଦଣ୍ଡ ପ୍ରକୃତ ରୂପରେ ପାଉନାହାନ୍ତି। ତେଣୁ ସମସ୍ତେ ନିଜକୁ ଗୋଟେ ଏକ୍ସକ୍ୟୁଜ ର ରୂପ ଦେଇ ଦଉଛନ୍ତି। ଆହୁରି ବି ଗୋଟେ କଥା ଆସେ, ଇମୋସନ କଥା ଯେତେବେଳେ ଆମର ଆସୁଛି, ଆବେଗର କଥା ଯେତେବେଳେ ଆସୁଛି, ଆବେଗକୁ ନିଜକୁ କଣ୍ଟ୍ରୋଲ କରିବା ପାଇଁ ବି ଦରକାର ଯେ ମୁଁ ନିଜେ ଭଲରେ ରହିବି ବୋଲିକି ଅନ୍ୟମାନଙ୍କୁ ମାରିବି। ଆପଣ ଯେତେବେଳେ ଇମୋସନ କଥା କହିଲେ ଯେ ଆପଣ ବି କହୁଛନ୍ତି ଯଦି ତାଙ୍କର ଛୁଆ ଦରକାର ଥିଲା, ତାଙ୍କର ଛୁଆ ନଥିଲା, ସେ କାହିଁକି ଅନ୍ୟ ଜଣ ମାଙ୍କ କୋଳରୁ କାହିଁକି ଛୁଆ ନେଇ ଆସିଥିଲେ? ଅନାଥ ଆଶ୍ରମରୁ ବି ନେଇ ଆସି ପାରିଥାନ୍ତେ ଛୁଆକୁ। ଠିକ ଏକ୍ଜାକ୍ଟଲି, ସେମାନେ ସେ କରିପାରିଥାନ୍ତେ, ଅନାଥ ଆଶ୍ରମରୁ ଆଣିପାରିଥାନ୍ତେ। କିମ୍ବା ଖାଲି ଯେ ଜନ୍ମ କଲା ଯିଏ ମା ସିଏ ନୁହଁ। ଆମେ ଯଦି ଆମର ପୁରାଣକୁ ବି ଯିବା, ଏଠି ଦେବକୀ ଯଶୋଦା ଦୁଇଟାକ ମା ଆମ ସାମ୍ନାରେ ଅଛନ୍ତି। ତେଣୁ ତାଙ୍କ ସହିତ ବି କଥାବାର୍ତ୍ତା ହେଇକିରି ବି ଦି ଜଣ ବହୁତ ସୁନ୍ଦର ଭାବରେ, କାରଣ ଯାହାର କୋଳରୁ ସେ ଚୋରି କରି ଆଣିଲେ ଏଇଟା ତାଙ୍କର ଭାବରେ ପ୍ରି ପ୍ଲାନ୍ ଥିବ ଆଗରୁ ଯେ ମୁଁ ଏଇ ପିଲାଟିକୁ ତାଙ୍କର ଯାହା ବି ହଉ ମୁଁ ଚୋରି କରିବି। ପ୍ରି ପ୍ଲାନ୍ ଯଦି ନଥିଲା ସେ କେମିତି ଜାଣିଲେ ସେଠି ମେଡିକାଲକୁ ଆସିବା, ତାକୁ ପ୍ଲାନ୍ କରିବା? ଏଇଟା ଗୋଟେ ସୁଚିନ୍ତିତ ଭାବରେ ଗୋଟେ ଷଡଯନ୍ତ୍ର। ଏଇଟା ଇମୋସନର କଥା ଆସୁନି, ଏଠି ଷଡଯନ୍ତ୍ରର କଥା ଆସୁଛି। ସେ ମହିଳା ଏଠି ଷଡଯନ୍ତ୍ର କଥା, ଯଦି ଜମା ବି ଇମୋସନ ନାହିଁ। ଯଦି ଇମୋସନ ଥାନ୍ତା ତ ଜଣେ ଭାବନ୍ତା ନା। ଆମେ ଯେମିତି ଭାବୁଛେ ଯେ ଦେଖିବେ କୌଣସି ଗୋଟେ ବିପତ୍ତି ପଡିଲେ ଜଣେ ଷ୍ଟେଟମେଣ୍ଟ କଣ ଦିଏ, ମୋ ଉପରେ ଯେମିତି ବିପତ୍ତି ପଡିଛି ଭଗବାନ କରନ୍ତୁ ଆଉ କାହା ଉପରେ ସେମିତି ବିପତ୍ତି ନ ଆସୁ। ତ ମୁଁ ଯଦି ମା ହେଇପାରୁନି ତ ମୁଁ ଯେମିତି ଆଉ ଜଣଙ୍କ ମା କୋଳରୁ କେମିତି ତା ପିଲାଟାକୁ ଛଡେଇକି ଆଣିବି? ମୁଁ ବୁଝୁଛି ନା ସେ କଷ୍ଟଟା କେତେ, ମା ନ ହବାର କଷ୍ଟଟା କେତେ ତ ମୁଁ ବୁଝିପାରୁଛି ନା। ମୁଁ ତ ନିଜେ ଗୋଟେ ନାରୀ ଏଠି କହୁଛି, ମୁଁ ଯଦି ତାଙ୍କ ଜାଗାରେ ଥାନ୍ତି ବୋଧେ କେବେ ବି ଏମିତି ମୁଁ କରିପାରିନଥାନ୍ତି। ନିହାତି। ତେବେ ଏଠି ଇମୋସନର କଥା ଆସୁନି, ଏଟା ଗୋଟେ ପ୍ରି ପ୍ଲାନ୍, ଗୋଟେ ଷଡଯନ୍ତ୍ର କହିବାକୁ ଗଲେ ସେ ମହିଳା ଜଣଙ୍କର ଷଡଯନ୍ତ୍ର। ଆଉ ଏଇଟା ଏଭଳି ଭାବରେ ଷଡଯନ୍ତ୍ର ଯେ ମାନେ ସେବେଳେ ଯୋଉ ଆଇନର ଦୋଷୀ କି ଦଣ୍ଡ ଯୋଉ ନ ଦେଇ ପାରୁଛି, ଆଇନ ଆଖିରେ ବହୁତ ଦୋଷୀ ନିର୍ଦ୍ଦୋଷରେ ଖଲାସ ହେଇଯାଉଛନ୍ତି। ଯୋଉଟା ଆମର କୁହାଯାଉଛି ଯେ 1000 ଦୋଷୀ ପଛକେ ଖସି ଯାଆନ୍ତୁ, ଗୋଟେ ନିର୍ଦ୍ଦୋଷୀ ଦଣ୍ଡ ନ ପାଉ। ଏଇ ଯୋଉ କଥାଟାର ଫାଇଦା ନେଇକିରି ଏମାନଙ୍କର ଯୋଉ ଦଣ୍ଡ ପ୍ରତି ଡର ବି ନାହିଁ।
ଯଦି ଖରାପ ଉଦ୍ଦେଶ୍ୟ ଥିଲା ଗୋଟେ ପ୍ଲାନିଂ ଥିଲା ଯାହା ଆପଣଙ୍କର ମତାମତ ରହୁଛି ସେ ଛୁଆକୁ ଆଣି ଚୋରି କରି ଆଣି କଣ କରିଥାନ୍ତେ ସେ ମହିଳା ଜଣକ? ସେ କହୁଛି ବା ସେ ହେଇପାରେ ସେ ଏଇଟା ଷ୍ଟେଟମେଣ୍ଟ ଦଉଛନ୍ତି କିନ୍ତୁ ଆମେ ଯଦି ଦେଖିବା ହେଇପାରେ ସେ ଅନ୍ୟ କୋଉଠି ବିକ୍ରି କରିବା ପାଇଁ ପ୍ଲାନିଂ ଥାଇପାରେ କିମ୍ବା ଯୋଉ ଭଳି ଭାବରେ ଆଜିକାଲି ଯୋଉ ଶିଶୁ ଚୋରିର ରାକେଟ ଯୋଉ ଚାଲିଛି ତାଙ୍କ ସହିତ ଏଇ ମହିଳା ଜଣକ ସମ୍ପୃକ୍ତ ଥାଇପାରନ୍ତି। କିନ୍ତୁ ଯଦି ବିଭିନ୍ନ ଦିଗରୁ ଆମେ ତର୍ଜମା କରିବା ତ ବହୁତ କିଛି ଆସିବ କିନ୍ତୁ ମତେ ଯାହା ଲାଗୁଛି ପ୍ରକୃତ ସତ ବି କହୁନାହାନ୍ତି ବୋଧେ ଜଣେ ପ୍ରକୃତ ମା ଏଭଳି ଷ୍ଟେପ୍ କେବେ ବି ନେଇପାରିବ ନାହିଁ। ନିହାତି ଭାବରେ ବହୁତ ବହୁତ ଧନ୍ୟବାଦ ମ୍ୟାଡାମ।